देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ଭଲ ଲାଗିଲେ ଏହାକୁ ଲାଇକ୍ ଓ ସେୟାର ନିଶ୍ଚୟ କରିବେ। ନମ୍ବର 1, ଆଜି ପୁରୀରେ ରୋଡ୍ ଶୋ କରିବେ ମୋଦି। କାଲି ସନ୍ଧ୍ୟାରେ ପୁଣି 2 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳ 8ଟାରେ ପୁରୀରେ ସେ ରୋଡ୍ ଶୋ କରିବେ। ପୁରୀରେ ରୋଡ୍ ଶୋ କରି ଅନୁଗୁଳ ଯିବେ ପ୍ରଧାନମନ୍ତ୍ରୀ। ସକାଳ 9:30ଟାରେ ସେଠାରେ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିବେ ମୋଦି। ସେଠାରୁ କଟକ ଫେରିବେ। 11:30ଟାରେ ସେ କଟକରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ ରେଡ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ। ଆଜି କୁଚିଣ୍ଡାରେ ସଭା କରିବେ ବିଜେପି ନେତା ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। 21 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମ ରହିଛି। ସେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼ ଗସ୍ତ କରିବେ। ନମ୍ବର 2, 22ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, 24ରେ ଅବପାତ। ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି। 22 ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା କ୍ରମେ ଘନୀଭୂତ ହୋଇ ଉତ୍ତର ପୂର୍ବ ଦିଗରେ ଗତି କରିବ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ 24 ତାରିଖରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡ଼ିଶା ଉପରେ କେବେ ପଡ଼ିବ ଓ ଏହା ପ୍ରଭାବରେ ଓଡ଼ିଶାରେ କେବେଠୁ ପାଗର ପରିବର୍ତ୍ତନ ହେବ ସହ ବର୍ଷା ହେବ ତାହା ଜଣାପଡ଼ିନାହିଁ। କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଖରା ବଢ଼ିଛି। ଆସନ୍ତା 20 ଓ 21 ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ନମ୍ବର 3, ଭୁବନେଶ୍ୱର ମେଟ୍ରୋ ଡିପୋ ପାଇଁ ଟେଣ୍ଡର ପକାଇଲେ 22 ବଡ଼ ସଂସ୍ଥା। ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ ଆଉ ପାଦେ ଆଗେଇଛି। ଭୁବନେଶ୍ୱର ମେଟ୍ରୋ ଫେଜ୍ 1 ଅନ୍ତର୍ଗତ ଫୁଲପୋଖରୀ ଡିପୋ ଓ ୱାର୍କସପ୍ର ସିଭିଲ୍ ନିର୍ମାଣ କାମ ପାଇଁ 22ଟି ବଡ଼ ସଂସ୍ଥା ଟେଣ୍ଡର ପକାଇଛନ୍ତି। 16 ହେକ୍ଟର ଜମିରେ ତିଆରି ହେବାକୁ ଯାଉଥିବା ଏହି ଡିପୋରେ ଭୁବନେଶ୍ୱର ମେଟ୍ରୋର ଟ୍ରେନ୍ ଷ୍ଟାବିଲିଟି ଓ ମେଣ୍ଟେନାନ୍ସ ବିଭାଗ ତଥା ୱାର୍କସପ୍ ସେଡ୍ ରହିବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଭୁବନେଶ୍ୱର ମେଟ୍ରୋର 20ଟି ଷ୍ଟେସନ ଓ 26 କିଲୋମିଟର ଦୂରତା ବିଶିଷ୍ଟ ଲାଇନ୍ 1ରେ ଗଡ଼ିବାକୁ ଯାଉଥିବା 3ଟି କୋଚ୍ ଟ୍ରେନ୍ ସେଠାରେ ରହିବ। ନମ୍ବର 4, ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ, 2ଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର। ରବିବାର କେନ୍ଦୁଝର ଜିଲ୍ଲାର 2ଟି ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ରବିବାର 10:15 ପ୍ରଥମେ ସଦର ନିର୍ବାଚନ ମଣ୍ଡଳୀର ସିଲିସୁଆଁ ଫୁଟବଲ ପଡ଼ିଆରେ ବିମାନ ଯୋଗେ ଅବତରଣ କରି ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେବେ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାପରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ନିକଟ ଅଣା ଫୁଟବଲ ପଡ଼ିଆରେ 11:15ରେ ପହଞ୍ଚି ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପାଣିପାଗ ସୂଚନା, ଆଜିଠୁ ବଢ଼ିବ ତାପମାତ୍ରା, 25 ଯାଏଁ ତାତିରୁ ମିଳିବ ନାହିଁ ନିସ୍ତାର। ଆଜିଠୁ ବଢ଼ିବ ତାପମାତ୍ରା, ଗ୍ରୀଷ୍ମ ଦାଉରେ ସନ୍ତୁଳିବ ଆଭ୍ୟନ୍ତରୀଣ ଓଡ଼ିଶା। କେତେକ ସ୍ଥାନରେ 43 ଡିଗ୍ରୀ ପାର କରିପାରେ ତାପମାତ୍ରା। ମେ 25 ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ। ଗରମ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ସର୍ବାଧିକ ତାପମାତ୍ରା 21 ଓ 23ରେ ବୃଦ୍ଧି ପାଇବ। 22 ଓ 23 ତାରିଖରେ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଦେଖାଦେଇପାରେ। ତେବେ 26 ତାରିଖ ବେଳକୁ ରାଜ୍ୟ ମଧ୍ୟକୁ ଉତ୍ତର ପୂର୍ବ ଦିଗରୁ ପବନ ପ୍ରବେଶ କରିବ, ଯାହାଫଳରେ 26ରୁ ତାପମାତ୍ରା କମିବାର ସମ୍ଭାବନା ଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ। ସେପଟେ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ମାତ୍ରା ରହୁଛି, ଯାହାଫଳରେ ଆଜି ରାଜ୍ୟର କିଛି ସ୍ଥାନରେ ହାଲକା ବର୍ଷା ହୋଇପାରେ। ସେହିପରି ଆଜି ସୁଦ୍ଧା ଆଣ୍ଡାମାନ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ନମ୍ବର 6, ସରିଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ କାଲି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର 5 ଲୋକସଭା ମଣ୍ଡଳୀ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଏବଂ ଏହା ଅନ୍ତର୍ଗତ ସମସ୍ତ 35ଟି ବିଧାନସଭା ଆସନରେ ସୋମବାର ଭୋଟ ଗ୍ରହଣ ହେବ। ଏହି ଅଞ୍ଚଳର ମୋଟ 265 ଜଣ ବିଧାୟକ ପ୍ରାର୍ଥୀ ଓ 40 ଜଣ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ 79,69,887 ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରି ନିର୍ଦ୍ଧାରଣ କରିବେ। ମତଦାନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ 102 କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି। ଚଳିତ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ହିଞ୍ଜିଳି ଓ କଣ୍ଟାବାଞ୍ଜି ବିଧାନସଭା ଆସନରେ ବି ମତଦାନ ହେବ। ନମ୍ବର 7, ଖଲିକୋଟ ହିଂସା ପରେ ଶ୍ରୀକୃଷ୍ଣ ଶରଣପୁରର ସମସ୍ତ ବୁଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା।
खलिकोट हिंसा घटी खलिकोट निर्वाचन मंडलीर श्रीकृष्ण शरणपुर ग्राम में कर समस्त बूथ को अति संवेदनशील बूथ तालिकार रखाଯାଇଛି एवं प्राय बूथ रे वेबकास्टिंग व्यवस्था होईछि। सेहीपरि 10टी बूथ व्यवधान रे कड़ा पेट्रोलिंग करने लगी पुलिस पक्षर मोबाइल पार्टी को नियोजित करा जायथिबा सूचना मिली। प्रचार शेष दिन पर अंचल में शांति श्रृंखला बजाय रखापी पुलिस पक्षर फ्लैग मार्च जारी रही श्री आर.के. शर्मा सूचना देइछंती। नंबर 8 घरे बसी भोट देले मनमोहन सिंह, अंसारी, आडवाणी और जोशी। घरे बसी निजर मताधिकार साब्यस्त करिसेंती पूर्वतन प्रधानमंत्री मनमोहन सिंह, पूर्वतन उपराष्ट्रपति मोहम्मद हमीद अंसारी, पूर्वतन उप प्रधानमंत्री एल.के. आडवाणी और पूर्वतन केंद्र मंत्री डॉक्टर मुरली मनोहर जोशी। निर्वाचन कमिशन पक्षर होइथिबा स्वतंत्र भोटिंग व्यवस्था द्वारा एमाने घरे रही भोट देइछंती। नंबर 9 पाकिस्तान स्थिति कथा कही भोट मागिले प्रधानमंत्री मोदी। पुणी थरे केंद्र में बीजेपी नेतृत्वाधीन सरकार आनिबाकू लोकों को अपील करिसेंती प्रधानमंत्री नरेंद्र मोदी। देश में गोटे शक्तिशाली सरकार थिबारु पाकिस्तान जो हाथ में बोमा धरिथिला एबे भिक मागिबा पई थाड़ी धरिथिबा मोदी कहिसेंती। पाकिस्तान स्थिति केमिति बदली जाइछि से कथा कही काली मोदी हरियाणा रे प्रचार करिसेंती। अंबाला रे आयोजित बीजेपी रो जनसभा रे मोदी कहिसेंती जेतेबेले देश में गोटे शक्तिशाली सरकार रही थाए सेतेबेले शत्रुपक्ष मध्य किछि करिबा पूर्वरु 100 थर चिंता करिथाए। नंबर 10 स्वाति मालीवाल मामला, वैभव कुमार गिरफ। आप राज्यसभा सांसद स्वाति मालीवाल अभियोग क्रमे काली दिल्ली पुलिस वैभव कुमार को गिरफ करिछि। स्वाति मालीवाल तांको विरुद्ध रे असदाचरण अभियोग आनिबार 2 दिन पर कार्यानुष्ठान नेछि पुलिस। सूचना अनुसार स्वाति मालीवाल वैभव कुमार विरुद्ध रे असदाचरण और माड़ मारिबार अभियोग आनिथिले। से मे 13 रे मुख्यमंत्री केजरीवाल को भेटिबाकू जाइथिबा समय रे वैभव कुमार तांको 7 ରୁ 8 थर चापुड़ा मारिबा सह तांको छाती और पेट को गोईठा मारिथिबा अभियोग करिथिले। सेपटे वैभव कुमार मालीवाल विपक्ष में पाल्टा अभियोग आनिछंती। मालीवाल तांको अशालीन भाषा कहवा सह धमक देइथिबा अभियोग करिछंती। नंबर 11 स्वाति मालीवाल मामला, आज वरिष्ठ नेतांक सह बीजेपी ऑफिस जीवे केजरीवाल। आप्र राज्यसभा सांसद स्वाति मालीवाल को दड़र सुप्रीमो तथा दिल्ली मुख्यमंत्री अरविंद केजरीवाल बासभवन में आक्रमण कर अभियोग रे काली पुलिस वैभव कुमार को गिरफ करिछि। वैभव कुमार होउछंती मुख्यमंत्री केजरीवाल पीए। यहाकु नहीं विवाद चलीथिबा बेले काली प्रथम थर पई स्वाति मालीवाल कांडरे मुह खोलिछंती मुख्यमंत्री केजरीवाल। से सीधा सड़क एसबू घटना पछरे बीजेपी और प्रधानमंत्री नरेंद्र मोदी को हाथ थिबा अभियोग करिछंती। एथिसह आज दिन 12टा बेले केजरीवाल समस्त विधायक और सांसदों समेत वरिष्ठ नेता को धरी बीजेपी दिल्ली मुख्यालय में पहुंचबे बोली कहिसंती। सेठारे प्रधानमंत्री मोदी और बीजेपी जो सबु आप नेता को गिरफ करने को चाहूँगी सेमानंकु जेल पठै दियंतु बोली केजरीवाल बेस भावप्रवण होई कहिसंती। नंबर 12 सारा देश में परिवर्तनर माहौल, कहिले सचिन पायलट। वरिष्ठ कांग्रेस नेता तथा एआईसीसी तारका प्रचारक सचिन पायलट बालेश्वर में माराथन प्रचार करिसंती। बालेश्वर सहर और भोगरई रे 2टी विराट निर्वाचनी सभा से उद्बोधन देइछंती। ओडिशा रे कांग्रेस प्रदर्शन पूर्वापेक्षा भल रहिबो। 10 वर्ष हेब केंद्र रे एनडीए सरकार अछि। ओडिशा पई विशेष पदक्षेप नै नाहंती। जेतेबेले कांग्रेस सरकार थिला बड़ बड़ शिल्प कारखाना उद्योग करा जाइथिला। एठाकार सांसद प्रार्थी श्रीकांत जेना बहु भोट रे विजयी हेबे। बीजेपी नेता माने केवल धर्म, हिंदू मुसलमान और मंदिर मस्जिदर कथा कहउछंती, विकासर कथा किंबा जनतांक कथा कहूनाहांती बोली सचिन पायलट तांको वक्तव्य रे कहिथिले। सारा देश में परिवर्तन माहौल देखिबाकू मिलुछु बोली से कहिथिले। नंबर 13 सुविधावादी नीति पई टेस्ला को रोकठोक सुनैले केंद्र सरकार। टेस्लार सुविधावादी नीति पई रोकठोक सुनैला भारत। कौनसी कंपनी को सोहेला भली देश में नीति परिवर्तन करा जाएनी। भारत तार ईवी नीति प्रस्तुत कर सारी। एथिरे कौनसी परिवर्तन हेबो नाही बोली नीति आयोगर पूर्वतन सीईओ तथा G20 शेर्पा अमिताभ कांत कहिसंती। टेस्ला विषय पचारे जीवरु एभली कहिसंती अमिताभ। टेस्ला सीईओ एलन मस्क मध्य भारत आसिबाकू घोषणा करिथिले। एथिसह तांको टीम देश में ईवी प्लांट बसैबाकू उपयुक्त स्थान खोजिबा आरंभ करिथिले। किंतु एलन मस्क भारत गस्त को बातिल करी चुपचाप चीन चली जाइथिले। सेबेठारु टेस्ला इंडिया रे प्लांट बसैबा योजना गंठिली भितरे रही जाइछि। नंबर 14 अड़ुआरे अभिजीत, ममता प्रति आपत्तिजनक मंतव्य पई ईसी नोटिस। पश्चिमबंग मुख्यमंत्री ममता बनर्जी विरोध में अपमानजनक टिप्पणी देइथिबा मामला रे निर्वाचन कमिशन काली बीजेपी लोकसभा प्रार्थी
ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଗତ ମେ 15 ତାରିଖରେ ହଳଦିଆରେ କରିଥିବା ଏକ ନିର୍ବାଚନ ସଭାରେ ଗଙ୍ଗୋପାଧ୍ୟାୟ ମମତାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ। ତେଣୁ ଏହି ମାମଲାରେ ଟିଏମ୍ସିର ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ଗଙ୍ଗୋପାଧ୍ୟାୟଙ୍କୁ ନୋଟିସ୍ କରିଛନ୍ତି। ଇସି ଏହାର ନୋଟିସ୍ରେ ଗଙ୍ଗୋପାଧ୍ୟାୟଙ୍କ ଟିପ୍ପଣୀକୁ ଅନୁଚିତ ଏବଂ ଅସମ୍ମାନଜନକ କହିଛନ୍ତି। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା କମିଶନ କହିଛନ୍ତି। ମେ 20 ସୁଦ୍ଧା କମିଶନ ଏହି ମାମଲାରେ ଗଙ୍ଗୋପାଧ୍ୟାୟଙ୍କୁ ଜବାବ ମାଗିଛନ୍ତି। ନମ୍ବର 15 ପ୍ରଜ୍ୱଳ ରେଭେନ୍ନାଙ୍କ ବିରୋଧରେ ଗିରଫ ପରୱାନା ଜାରି। ଯୌନ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ପ୍ରଜ୍ୱଳ ରେଭେନ୍ନାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ଗତ ମାସ ଯୌନ ନିର୍ଯାତନାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଜ୍ୱଳ ରେଭେନ୍ନା ରାତାରାତି ଦେଶ ଛାଡ଼ି ପଳାଇ ଯାଇଥିଲେ। ଏବେ ସେ ଜର୍ମାନୀରେ ଥିବା କୁହାଯାଉଛି। ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବାକୁ କର୍ଣ୍ଣାଟକ ପୁଲିସ ଏସ୍ଆଇଟି ଟିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଜ୍ୱଳଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବଗୌଡ଼ାଙ୍କ ନାତି ପ୍ରଜ୍ୱଳ ରେଭେନ୍ନା ଏଥର ହସନ ଲୋକସଭାରୁ ଉଭୟ ବିଜେପି ଓ ଜେଡିଏସ୍ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏପ୍ରିଲ 26 ତାରିଖରେ ଏହି ଆସନରୁ ନିର୍ବାଚନ ସରିଯାଇଛି। ନମ୍ବର 16 ନିଜକୁ ବୁଲା ଷଣ୍ଢ କହିଲେ ବିଜେପି ସାଂସଦ ବ୍ରିଜ ଭୂଷଣ। ଯୌନ ନିର୍ଯାତନାରେ ଫସିବା ଯୋଗୁଁ ବିଜେପି ଟିକେଟରୁ ବଞ୍ଚିତ ହୋଇଥିବା ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦେଶର ପ୍ରତିଷ୍ଠିତ ମହିଳା ରେସଲରମାନେ ବ୍ରିଜ ଭୂଷଣଙ୍କ ନାଁରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। କୋର୍ଟରେ ମାମଲା ଚାଲିଥିବାରୁ ବିଜେପି 2024 ନିର୍ବାଚନରେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିଛି। ବ୍ରିଜ ଭୂଷଣଙ୍କ ସାନ ପୁଅ କରଣ ଉତ୍ତରପ୍ରଦେଶର କୌସରାଗଞ୍ଜରୁ ନିର୍ବାଚନ ଲଢ଼ୁଛନ୍ତି। ପୁଅ ପାଇଁ ଜୋରଦାର ପ୍ରଚାର କରୁଥିବା ବ୍ରିଜ ଭୂଷଣ ନିଜକୁ ବୁଲା ଷଣ୍ଢ ବା ଖୋଲାରେ ବୁଲୁଥିବା ଷଣ୍ଢ ବୋଲି କହିଛନ୍ତି। ସେ ବୁଲା ଷଣ୍ଢ ହୋଇଥିବାରୁ ଏବେ ଯେକୌଣସି ଲୋକ ସହ ଲଢ଼ିପାରିବେ ଓ 2 ଗୁଣା ସ୍ପିଡରେ ଲୋକଙ୍କ କାମ କରିପାରିବେ ବୋଲି କହିଛନ୍ତି। ନମ୍ବର 17 ଜାତିସଂଘର ଆକଳନ ଭାରତକୁ ଆସିବ ଅଧିକ ଏଫ୍ଡିଆଇ। ପାଶ୍ଚାତ୍ୟ ରାଷ୍ଟ୍ରର ସଂସ୍ଥାଗୁଡ଼ିକ ପୁଞ୍ଜିନିବେଶ ଲାଗି ଚୀନ ଯିବାକୁ ଚାହୁଁନାହାନ୍ତି। ସେମାନେ ଭାରତକୁ ଏକ ବିକଳ୍ପ ନିବେଶ ସ୍ଥଳ ଭାବେ ବିବେଚନା କରୁଛନ୍ତି। ଏହାର ପ୍ରଭାବରେ ଭାରତକୁ ଅଧିକ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ ବା ଏଫ୍ଡିଆଇ ଆସିବ ଓ ଚୀନ ବହୁ ପରିମାଣର ଏଫ୍ଡିଆଇ ହରାଇବ ବୋଲି ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗରେ ବିଶ୍ୱ ଅର୍ଥନୈତିକ ନିରୀକ୍ଷଣ ଶାଖାର ମୁଖ୍ୟ ହମିଦ ରସିଦ କହିଛନ୍ତି। ନମ୍ବର 18 ମହାକାଶରେ ସ୍ୟାଟେଲାଇଟକୁ ନଷ୍ଟ କରିବ ରୁଷ, ଟେନସନରେ ଆମେରିକା। ବାଇଡେନ୍ ପ୍ରଶାସନର ଚିନ୍ତା ବଢ଼ାଇଲା ରୁଷ। 2022ରେ ରୁଷ କସମସ୍ 2553 ନାମକ ଏକ ସ୍ୟାଟେଲାଇଟ ଉତ୍କ୍ଷେପଣ କରିଥିଲା। ଆମେରିକାର ଖବରକାଗଜ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ କହିଛି ଯେ ଏହି ରୁଷର ସ୍ୟାଟେଲାଇଟ ମହାକାଶରେ ସ୍ୟାଟେଲାଇଟକୁ ନଷ୍ଟ କରିବା ପାଇଁ ଡିଜାଇନ କରାଯାଇଛି, କାରଣ ଏହା ଆଣବିକ ଅସ୍ତ୍ର ବହନ କରିବାରେ ସକ୍ଷମ। ଯଦିଓ ରୁଷ ଏହି ସ୍ୟାଟେଲାଇଟ ସହିତ ଆଣବିକ ଅସ୍ତ୍ର ପଠାଇ ନାହିଁ, କିନ୍ତୁ ପୁଟିନଙ୍କ ସ୍ୟାଟେଲାଇଟ ବିରୋଧୀ ଆଣବିକ କାର୍ଯ୍ୟକ୍ରମ ଆମେରିକାକୁ ଚିନ୍ତାରେ ପକାଇଛି। ଯଦି ରୁଷର ସ୍ୟାଟେଲାଇଟ ମହାକାଶରେ ବିସ୍ଫୋରଣ ହୁଏ, ସେଠାରେ ଆବର୍ଜନା ଜମା ହେବ, ଯେଉଁଥିପାଇଁ କିଛି କକ୍ଷପଥ ନଷ୍ଟ ହୋଇଯିବ କିମ୍ବା ବ୍ୟବହାର ହୋଇପାରିବ ନାହିଁ। ତାପରେ ଯୋଗାଯୋଗର ମ୍ୟାଟେରିଆଲ ନଷ୍ଟ ହୋଇଯିବ, ଇଣ୍ଟରନେଟ ସଂଯୋଗ ମଧ୍ୟ ବନ୍ଦ ହୋଇଯିବ ଏବଂ ସ୍ମାର୍ଟଫୋନ ଗୁଡ଼ିକ ଅଚଳ ହୋଇଯିବ। ନମ୍ବର 19 କଂଗ୍ରେସର ଶୋଭାଯାତ୍ରା ବେଳେ ଫୁଟିଲା ଗୁଳି। ଦିନକ ତଳେ ଦିଲ୍ଲୀର କଂଗ୍ରେସ ପ୍ରାର୍ଥୀ କହ୍ନୈୟା କୁମାରଙ୍କୁ ପ୍ରଚାର ବେଳେ ଆକ୍ରମଣ କରାଯାଇଥିଲା। ଏହାକୁ ନେଇ ବିବାଦ ଚାଲିଥିବା ବେଳେ କାଲି କଂଗ୍ରେସ ପ୍ରାର୍ଥୀ ଗୁରଜିତ ସିଂ ଅଜୁୱାଲଙ୍କ ରାଲିରେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଗୁରଜିତଙ୍କୁ କଂଗ୍ରେସ ଅମୃତସରରୁ ପ୍ରାର୍ଥୀ କରିଛି। ଘଟଣା ପଛରେ ଇଣ୍ଡିଆ ମେଣ୍ଟରେ ଥିବା ଆପ୍ର ହାତ ଥିବାର ସେ ଅଭିଯୋଗ କରିଛନ୍ତି। 51 ବର୍ଷୀୟ ଗୁରଜିତ ଅଭିଯୋଗ କରିଛନ୍ତି ଯେ ଅମୃତସରର ଆପ୍ ପ୍ରାର୍ଥୀ କୁଲଦୀପ ଧାଲିୱାଲଙ୍କ ଜଣେ ସମ୍ପର୍କୀୟ ଗୁଳିମାଡ଼ ପଛରେ ରହିଛନ୍ତି। ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ କାହିଁକି ତାଙ୍କର ବନ୍ଧୁକ ସିଜ୍ କରିନଥିଲେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ନମ୍ବର 20 ସ୍ୱାତି ମାଲିୱାଲ ମାମଲା ବିଭବ କୁମାରଙ୍କ ଅଗ୍ରିମ ଜାମିନ ଅଗ୍ରାହ୍ୟ। ସ୍ୱାତି ମାଲିୱାଲ ମାରପିଟ ମାମଲାରେ ଗିରଫ ବିଭବ କୁମାର ଶନିବାର 30,000 କୋର୍ଟରେ ଅଗ୍ରିମ ଜାମିନ ଆବେଦନ କରିଥିଲେ। କୋର୍ଟରେ ଏହି ଜାମିନର ଶୁଣାଣି ହୋଇଥିବା ବେଳେ ଆବେଦନକୁ ଅଗ୍ରାହ୍ୟ କରିଦିଆଯାଇଛି। ତର୍କ ପୂରା ହେବା ପରେ ପବ୍ଲିକ ପ୍ରସିକ୍ୟୁଟର କୋର୍ଟଙ୍କୁ କହିଥିଲେ ଯେ ବିଭବ କୁମାରଙ୍କୁ ପୋଲିସ ଅପରାହ୍ନ 4:15 ଗିରଫ କରିଛି। ଏହା ପୂର୍ବରୁ କୋର୍ଟ ଆଦେଶ ସୁରକ୍ଷିତ ରଖିଥିଲେ। ନମ୍ବର 21 ସିଙ୍ଗାପୁରରେ କୋଭିଡର ନୂଆ ୱେଭ୍, 6 ଦିନରେ 25,900 ମାମଲା। ଦକ୍ଷିଣ ପୂର୍ବ ଏସୀୟ ଦେଶ ସିଙ୍ଗାପୁରରେ କୋଭିଡ ଭାଇରସ ପୁଣି ଥରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ 6 ଦିନ ମଧ୍ୟରେ 25,900 ନୂଆ କୋଭିଡ ମାମଲା ରେକର୍ଡ ହୋଇଛି। ଏହି ଅବସରରେ ଶନିବାର ସିଙ୍ଗାପୁରର ସ୍ୱାସ୍ଥ୍ୟମନ୍ତ୍ରୀ ୱାଙ୍ଗ ୟେ କୁଙ୍ଗ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି। କୋଭିଡର ଏହି ନୂଆ ୱେଭ୍ ଦେଶରେ ପ୍ରାରମ୍ଭିକ ସ୍ଥିତିରେ ଏବଂ ଆଗାମୀ 2 ରୁ 4 ସପ୍ତାହରେ ମଧ୍ୟରେ ଏହା ଶିଖରରେ ପହଞ୍ଚିବ ବୋଲି
ସେ କହିଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ କୌଣସି ପ୍ରକାରର ସାମାଜିକ ପ୍ରତିବନ୍ଧକ ଲାଗୁ କରିବାର ଯୋଜନା ନଥିବା ସ୍ୱାସ୍ଥ୍ୟମନ୍ତ୍ରୀ ୱଙ୍ଗ କହିଛନ୍ତି। ନମ୍ବର 22 ଇଲେକ୍ସନ ସମୟରେ ଦେଶରେ ଜବତ ହେଲାଣି 8,899 କୋଟି ଟଙ୍କାର ସାମଗ୍ରୀ, କହିଲା ନିର୍ବାଚନ ଆୟୋଗ। ନିର୍ବାଚନ ଆୟୋଗ ଶନିବାର କହିଛନ୍ତି ଯେ ଦେଶରେ ଜାରି ଲୋକସଭା ନିର୍ବାଚନ କାଳରେ 8,899 କୋଟି ଟଙ୍କାର ସାମଗ୍ରୀ ଜବତ ହେଲାଣି। ମୋଟ ଜବତର 45% କେବଳ ନିଶା ସାମଗ୍ରୀ। ଆୟୋଗ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ନିର୍ବାଚନ ସମୟରେ ଜବତର ପରିମାଣ ଖୁବ୍ ଶୀଘ୍ର 9,000 କୋଟି ଟଙ୍କାକୁ ପାର କରିଯିବ। ଜାରି ନିର୍ବାଚନରେ ଧନବଳ ଓ ପ୍ରଲୋଭନ ଉପରେ ନିର୍ବାଚନ ଆୟୋଗଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ 8,899 କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି। ନମ୍ବର 23 ଆଫଗାନିସ୍ତାନରେ ଫୁଟିଲା ଗୁଳି, 4 ମୃତ 7 ଗୁରୁତର। ଅଶାନ୍ତ ଆଫଗାନିସ୍ତାନରେ ପୁଣି ଥରେ ଫୁଟିଛି ଗୁଳି। ଏଥିରେ ସମୁଦାୟ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି। 4 ମୃତକଙ୍କ ମଧ୍ୟରେ 3 ବିଦେଶୀ ନାଗରିକ ଅଛନ୍ତି। ଆଫଗାନିସ୍ତାନର ବାମିୟାନ ପ୍ରାନ୍ତରେ ଗତକାଲି ସନ୍ଧ୍ୟାରେ ଏହି ହିଂସାତ୍ମକ ଘଟଣା ଘଟିଛି। ଏହି ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇଥିବା ତାଲିବାନ ପ୍ରବକ୍ତା ସୂଚନା ଦେଇଛନ୍ତି। ନମ୍ବର 24 କିର୍ଗିସ୍ତାନରେ ଥିବା ଭାରତୀୟ ଛାତ୍ରଙ୍କୁ ଘରୁ ନ ବାହାରିବାକୁ ସରକାରଙ୍କ ପରାମର୍ଶ। କିର୍ଗିସ୍ତାନରେ ଥିବା ଭାରତୀୟ ଛାତ୍ରଙ୍କ ପାଇଁ ଆଡଭାଇଜରି ଜାରି କରିଛନ୍ତି ଭାରତ ସରକାର। ଘର ଭିତରେ ରହିବାକୁ ଭାରତୀୟ ଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି। ସେଠାରେ ଥିବା କିଛି ବିଦେଶୀ ଛାତ୍ରଙ୍କ ଉପରେ ଆକ୍ରମଣ ପରେ ଆଡଭାଇଜରି ଜାରି କରିଛନ୍ତି ସରକାର। ସୂଚନା ଅନୁସାରେ ଗତକାଲି ରାତିରେ କିର୍ଗିସ୍ତାନର ରାଜଧାନୀ ବିସ୍କେକରେ ଥିବା ଏକ ହଷ୍ଟେଲରେ ପ୍ରବଳ ହଙ୍ଗାମା ହୋଇଛି। ହଷ୍ଟେଲରେ ଥିବା କିଛି ପାକିସ୍ତାନୀ ଛାତ୍ରଙ୍କୁ ସ୍ଥାନୀୟ ଲୋକ ଆକ୍ରମଣ କରିଛନ୍ତି। ଏହାପରେ ଭାରତ ସରକାର ଓ ପାକିସ୍ତାନ ସରକାର ସେମାନଙ୍କ ନାଗରିକଙ୍କ ପାଇଁ ପରାମର୍ଶଦାତା ଜାରି କରିଛନ୍ତି। ନମ୍ବର 25 ହରିୟାଣାରେ ବଡ଼ ଧରଣର ଦୁର୍ଘଟଣା, ବସ୍ରେ ନିଆଁ ଲାଗି 9 ମୃତ। ଶୁକ୍ରବାର ଦିନ ହରିୟାଣାର ନୁହୁରେ ଏକ ପର୍ଯ୍ୟଟକ ବସ୍ରେ ନିଆଁ ଲାଗିବା ପରେ 9 ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ଅନେକ ଲୋକ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ମଧ୍ୟରୁ 6 ଜଣ ମହିଳା ଏବଂ 3 ଜଣ ପୁରୁଷ ରହିଛନ୍ତି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାୟ 1:30 ସମୟରେ ଘଟିଥିଲା। ବସ୍ରେ ପ୍ରାୟ 60 ଜଣ ଲୋକ ଯାତ୍ରା କରୁଥିଲେ। ଅଧିକାଂଶ ଯାତ୍ରୀ ଧାର୍ମିକ ତୀର୍ଥଯାତ୍ରା କରୁଥିଲେ। ଜଣେ ବାଇକ୍ ଚାଳକ ବସ୍ ଉପରେ ନିଆଁ ଲାଗିଥିବାର ଦେଖି ଡ୍ରାଇଭରଙ୍କୁ ସତର୍କ କରାଇଥିଲେ ଓ ତାପରେ ଡ୍ରାଇଭର ବସ୍କୁ ରୋକିଥିଲେ। ନମ୍ବର 26 ଘରକୁ ଫେରିଲେ ତାରକ ମେହତାଙ୍କ ଉଲ୍ଟା ଚଷମାର ରୋଶନ ସିଂ। ଘରକୁ ଫେରିଛନ୍ତି ନିଖୋଜ ଥିବା ତାରକ ମେହତାଙ୍କ ଉଲ୍ଟା ଚଷମା ଅଭିନେତା ଗୁରୁଚରଣ ସିଂ। କିଛି ଦିନ ହେବ ସେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। 25 ଦିନ ଧରି ଖୋଜାଖୋଜି କରିବା ପରେ ଶେଷରେ ସେ ନିଜ ଘରକୁ ଫେରିଥିବା ପୁଲିସ ସୂଚନା ଦେଇଛି। ଗୁରୁଚରଣ ସିଂ ପୁଲିସକୁ କହିଛନ୍ତି ଯେ ସେ ଏକ ଧାର୍ମିକ ଯାତ୍ରା ଆରମ୍ଭ କରିବା ପାଇଁ ଘରୁ ପଳାଇଥିଲେ। ତୀର୍ଥଯାତ୍ରା ସମୟରେ ସେ ଅନେକ ସହର ଭ୍ରମଣ କରିଛନ୍ତି ଏବଂ ଅମୃତସର ଓ ଲୁଧିଆନାରେ ଗୁରୁଦ୍ୱାରରେ ରହିଥିବା କହିଛନ୍ତି। ଏପରି ଭ୍ରମଣ କରିବାର ପ୍ରାୟ 1 ମାସ ପରେ ତାଙ୍କୁ ଘରକୁ ଫେରିବା ଉଚିତ ବୋଲି ଅନୁଭବ ହୋଇଥିଲା ଏବଂ ସେ ଘରକୁ ଫେରିଥିବା ପୁଲିସକୁ କହିଛନ୍ତି। ନମ୍ବର 27 ଭାରତଠାରୁ ଭଲ ଗଣତନ୍ତ୍ର ନାହିଁ, କହିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କିଛି ଦିନ ତଳେ ଭାରତକୁ ଏକ ଜେନୋଫୋବିକ୍ ଦେଶ ବା ଶରଣାର୍ଥୀଙ୍କ ଘୃଣା କରୁଥିବା ଦେଶ ବୋଲି ବର୍ଣ୍ଣନା କରିଥିଲେ। ଏବେ ଆମେରିକା ଏହାକୁ ନେଇ ୟୁଟର୍ନ ନେଇଛି। ଆମେରିକା ଶୁକ୍ରବାର କହିଛି ଯେ ବିଶ୍ୱରେ ଭାରତ ଭଳି ବହୁତ କମ୍ ଜୀବନ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ରହିଛି ଏବଂ ଭାରତକୁ ପ୍ରଶଂସା କରୁଛି। ନମ୍ବର 28 ଥାଇଲାଣ୍ଡ ଓପେନ୍ ଫାଇନାଲରେ ପ୍ରବେଶ କଲେ ସାତ୍ୱିକ ସାଇରାଜ ଓ ଚିରାଗ ସେଠି ଯୋଡ଼ି। ଶନିବାର ଦିନ ବ୍ୟାଙ୍କକର ନିମିଟୁର ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲରେ ଭାରତର ତାରକା ଯୋଡ଼ି ସାତ୍ୱିକ ସାଇରାଜ ରିଙ୍କି ରେଡ୍ଡି ଏବଂ ଚିରାଗ ସେଠି ମିଙ୍ଗ ଚି ଏବଂ ତାଙ୍ଗ ୱାଇ ୱେଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ନମ୍ବର 29 ପ୍ଲେ-ଅଫ୍ରେ ବେଙ୍ଗାଲୁରୁ ପରାଜୟ ସହ ଆଇପିଏଲ୍ରୁ ଚେନ୍ନାଇର ବିଦାୟ। ଚଳିତ ଆଇପିଏଲ୍ରେ ସବୁଠୁ ବଡ଼ ରୋମାଞ୍ଚକର ଓ ନିର୍ଣ୍ଣାୟକ ମୁକାବିଲାରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। କରବ ମର ମୁକାବିଲାରେ ଚେନ୍ନାଇକୁ 27 ରନରେ ହରାଇ ଚଳିତ ଆଇପିଏଲ୍ରେ ଚତୁର୍ଥ ଦଳ ଭାବେ ପ୍ଲେ-ଅଫ୍ରେ ପ୍ରବେଶ କରିଛି। ଅନ୍ୟପଟେ ପରାଜୟ ସହ ଆଇପିଏଲ୍ 2024ରୁ ବିଦାୟ ନେଇଛି 5 ଥରର ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗସ୍। ବେଙ୍ଗାଲୁରୁ ଦ୍ୱାରା ଧାର୍ଯ୍ୟ 219 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ 7 ୱିକେଟ୍ ହରାଇ 191 ରନରେ ଅଟକି ଯାଇଛି। ଏହିପରି ଯୋଗ୍ୟତା ହାସଲ ପାଇଁ ଦରକାର 201 ରନ୍ କରିବାରେ ବିଭୋର ହୋଇଛି ଚେନ୍ନାଇ। ନମ୍ବର 30 ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ କଟକଣା, ଆଇପିଏଲ୍ 2025ର ପ୍ରଥମ ମ୍ୟାଚ୍ ଖେଳିପାରିବେନି। ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପରାଜିତ ହୋଇ ଚଳିତ ଆଇପିଏଲ୍ର ସିଜନରେ ଯାତ୍ରା ଶେଷ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଏହି ଯାତ୍ରା ଶେଷ ସହ ମୁମ୍ବାଇ କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଆସନ୍ତା ବର୍ଷ ମ୍ୟାଚ୍ ପର୍ଯ୍ୟନ୍ତ ଲାଗିଛି କଟକଣା। ସ୍ଲୋ ଓଭର ରେଟ୍ ପାଇଁ ହାର୍ଦ୍ଦିକ 30 ଲକ୍ଷ ଟଙ୍କା ଜରିମାନା ଦେବା ସହ 2025 ଆଇପିଏଲ୍ ସିଜନର ପ୍ରଥମ ମ୍ୟାଚ୍ରେ ବ୍ୟାନ୍ ହୋଇଛନ୍ତି। 17 ମଇ ଶୁକ୍ରବାର ଲକ୍ଷ୍ନୌ ବିପକ୍ଷ ମୁକାବିଲାରେ ମୁମ୍ବାଇକୁ ସ୍ଲୋ ଓଭର ରେଟ୍ ବଜାୟ ରଖିଥିବାରୁ ଦଣ୍ଡିତ ହେବାକୁ ପଡ଼ିଛି। ଏଥିପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା 30 ଲକ୍ଷ ଟଙ୍କା ଜରିମାନା ଦେବା ସହ
ପରବର୍ତ୍ତୀ ମ୍ୟାଚ୍ ପାଇଁ ବ୍ୟାନ୍ ହୋଇଛନ୍ତି। ସେହିପରି ଅନ୍ୟ ଖେଳାଳିମାନଙ୍କ ଉପରେ 12 ଲକ୍ଷ ଟଙ୍କା କିମ୍ବା ସେମାନଙ୍କ ମ୍ୟାଚ୍ ଫିର 50% ଦେବାକୁ ପଡ଼ିବ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।